ଶାନ୍ତି 29/6/2020 ଈଶ୍ୱରୀୟ ମହାବାକ୍ୟ। ବାବା କହୁଛନ୍ତି, ମିଠେ ବଚ୍ଚେ। ଭବିଷ୍ୟତରେ ଉଚ୍ଚ କୂଳରେ ଜନ୍ମ ନେବାର ଆଧାର ହେଉଛି ପାଠପଢ଼ା। ଏହି ପାଠପଢ଼ା ଦ୍ୱାରା ହିଁ ତୁମେ ଭିକାରୀରୁ ରାଜକୁମାର ହୋଇପାରିବ। ଭବିଷ୍ୟତରେ ଉଚ୍ଚ କୂଳରେ ଜନ୍ମ ନେବାର ଆଧାର ହେଉଛି ପାଠପଢ଼ା। ଏହି ପାଠପଢ଼ା ଦ୍ୱାରା ହିଁ ତୁମେ ଭିକାରୀରୁ ରାଜକୁମାର ହୋଇପାରିବ। ପ୍ରଶ୍ନ, ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ଅର୍ଥାତ୍ ମୁଖରେ ସୁନା ଚାମଚ ଦୁଇ ପ୍ରକାରରେ ପ୍ରାପ୍ତ ହୋଇପାରିବ। କିପରି? ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ଅର୍ଥାତ୍ ମୁଖରେ ସୁନା ଚାମଚ ଦୁଇ ପ୍ରକାରରେ ପ୍ରାପ୍ତ ହୋଇପାରିବ। କିପରି? ଉତ୍ତର, ପ୍ରଥମରେ ଭକ୍ତି ମାର୍ଗରେ ଦାନ ପୁଣ୍ୟ କରିବା ଦ୍ୱାରା, ଦ୍ୱିତୀୟରେ ଜ୍ଞାନ ମାର୍ଗରେ ପାଠପଢ଼ା ଦ୍ୱାରା। ଭକ୍ତିରେ ଦାନ ପୁଣ୍ୟ କରିବା ଦ୍ୱାରା ରାଜା କିମ୍ବା ସାହୁକାରଙ୍କ ପାଖରେ ଜନ୍ମ ନେଇଥାନ୍ତି, କିନ୍ତୁ ତାହା ହେଉଛି ଅଳ୍ପ ସମୟ ପାଇଁ, ଅର୍ଥାତ୍ ଗୋଟିଏ ଜନ୍ମ ପାଇଁ। ତୁମେମାନେ ଜ୍ଞାନ ମାର୍ଗରେ ପାଠପଢ଼ା ଦ୍ୱାରା ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ଅର୍ଥାତ୍ ରାଜା ଘରେ ଜନ୍ମ ନେଉଛ। ଏହା ହେଉଛି ବେହଦ୍ ଅର୍ଥାତ୍ ଅନେକ ଜନ୍ମ ପାଇଁ। କିନ୍ତୁ ଭକ୍ତିରେ ପାଠପଢ଼ା ଦ୍ୱାରା ରାଜତ୍ୱ ମିଳିନଥାଏ। ଏଠାରେ ଯିଏ ଯେତେ ଭଲ ଭାବରେ ପଢ଼ିଥାନ୍ତି ସେତେ ଉଚ୍ଚ ପଦ ପାଇଥାନ୍ତି। ଓମ୍ ଶାନ୍ତି। ଅତି ସ୍ନେହୀ ବିଚ୍ଛେଦ ହୋଇ ପୁନଃ ମିଳିଥିବା ସନ୍ତାନମାନଙ୍କୁ ରୁହାନୀ ବାବା ବସି ବୁଝାଉଛନ୍ତି। ଏହାକୁ କୁହାଯାଏ ରୁହାନୀ ଜ୍ଞାନ। ବାବା ଆସି ଭାରତବାସୀ ସନ୍ତାନମାନଙ୍କୁ ବୁଝାଉଛନ୍ତି। କହୁଛନ୍ତି, ନିଜକୁ ଆତ୍ମା ଭାବ ଏବଂ ବାବାଙ୍କୁ ମନେ ପକାଅ। ବାବା ବିଶେଷ କରି ଏହି ଆଦେଶ ଦେଉଛନ୍ତି, ତେଣୁ ତାହା ମାନିବା ଉଚିତ ନା? ଉଚ୍ଚରୁ ଉଚ୍ଚ ବାବାଙ୍କର ଶ୍ରୀମତ ପ୍ରସିଦ୍ଧ ଅଟେ। ଏକଥା ମଧ୍ୟ ତୁମମାନଙ୍କୁ ଜଣାଅଛି ଯେ କେବଳ ଶିବବାବାଙ୍କୁ ହିଁ ଶ୍ରୀ ଶ୍ରୀ କୁହାଯାଇପାରିବ। ସେ ହିଁ ଶ୍ରୀ ଶ୍ରୀ କରୁଛନ୍ତି। ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ। ତୁମମାନଙ୍କୁ ଏବେ ଜଣାପଡ଼ୁଛି ଯେ ବାବା ଏମାନଙ୍କୁ ଏପରି ଶ୍ରେଷ୍ଠ କରିଛନ୍ତି। ଆମେ ଏବେ ନୂଆ ଦୁନିଆ ପାଇଁ ପଢ଼ୁଛୁ। ନୂଆ ଦୁନିଆର ନାମ ହେଉଛି ସ୍ୱର୍ଗ, ଅମରପୁରୀ। ମହିମା କରିବା ପାଇଁ ନାମ ବହୁତ ରହିଛି। ସ୍ୱର୍ଗ ଏବଂ ନର୍କ କହିଥାନ୍ତି ନା, ଅମୁକ ସ୍ୱର୍ଗବାସୀ ହେଲା ଅର୍ଥାତ୍ ନର୍କବାସୀ ଥିଲା ନା। କିନ୍ତୁ ମନୁଷ୍ୟମାନଙ୍କ ଭିତରେ ଏତେ ଜ୍ଞାନ ନାହିଁ। ସ୍ୱର୍ଗ, ନର୍କ, ନୂଆ ଦୁନିଆ, ପୁରୁଣା ଦୁନିଆ କାହାକୁ କୁହାଯାଉଛି କିଛି ବି ଜାଣିନାହାନ୍ତି। ବାହାରର କେତେ ଆକର୍ଷଣ ରହିଛି। ତୁମମାନଙ୍କ ମଧ୍ୟରେ ବି ଅଳ୍ପ କେତେଜଣ ଅଛନ୍ତି ଯିଏକି ବୁଝୁଛନ୍ତି ଯେ ବାସ୍ତବରେ ଆମକୁ ବାବା ପଢ଼ାଉଛନ୍ତି। ଆମେ ଏହି ଲକ୍ଷ୍ମୀ ନାରାୟଣ ହେବା ପାଇଁ ଆସିଛୁ। ଆମେ ଭିକାରୀରୁ ରାଜକୁମାର ହେବୁ। ପ୍ରଥମେ ଆମେ ଯାଇ ରାଜକୁମାର ହେବୁ। ଏହା ହେଉଛି ପାଠପଢ଼ା। ଯେପରି ବାରିଷ୍ଟରୀ, ଇଞ୍ଜିନିୟରି ଆଦି ପଢ଼ିଲେ ବୁଦ୍ଧିରେ ରହିଥାଏ ଯେ ମୁଁ ଘର କରିବି, ପୁଣି ଏଇଆ କରିବି। ପ୍ରତ୍ୟେକଙ୍କୁ ନିଜର କର୍ତ୍ତବ୍ୟ ସ୍ମୃତିରେ ଆସିଥାଏ। ଏହି ପାଠପଢ଼ା ଦ୍ୱାରା ତୁମକୁ ଯାଇ ବହୁତ ଉଚ୍ଚ ଘରେ ଜନ୍ମ ନେବାକୁ ହେବ। ତେଣୁ ଯିଏ ଯେତେ ଅଧିକ ପଢ଼ିବ ସିଏ ସେତେ ଉଚ୍ଚ ଘରେ ଜନ୍ମ ନେବ। ରାଜା ଘରେ ଜନ୍ମ ନେଇ ରାଜତ୍ୱ କରିବ। ଗାୟନ ମଧ୍ୟ ରହିଛି, ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ଅର୍ଥାତ୍ ମୁଖରେ ସୁନା ଚାମଚ। ପ୍ରଥମତଃ ଜ୍ଞାନ ଦ୍ୱାରା ଏହି ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ମିଳିପାରିବ, ଅର୍ଥାତ୍ ରାଜା ଘରେ ଜନ୍ମ ନେଇପାରିବ। ଦ୍ୱିତୀୟରେ ଯଦି ଦାନ ପୁଣ୍ୟ ଭଲ ଭାବରେ କରିବ ତେବେ ମଧ୍ୟ ରାଜାଙ୍କ ପାଖରେ ଜନ୍ମ ମିଳିବ। କିନ୍ତୁ ତାହା ହେଉଛି ଅଳ୍ପ ସମୟ ପାଇଁ, ଅର୍ଥାତ୍ ଗୋଟିଏ ଜନ୍ମ ପାଇଁ। ଆଉ ଏହା ହେଉଛି ଅନେକ ଜନ୍ମ ପାଇଁ। ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝ। କିଛି ବୁଝି ନ ପାରିଲେ ପଚାରିପାର।
ନୋଟ୍ କର, ଏହି ସବୁ କଥା ବାବାଙ୍କୁ ପଚାରିବି। ମୁଖ୍ୟ ହେଉଛି ବାବାଙ୍କୁ ମନେ ପକାଇବାର କଥା। ଯଦି କୌଣସି ସଂଶୟ ଆଦି ଥିବ ତାକୁ ବାବା ଠିକ୍ କରିଦେବେ। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି। ଯିଏ ଯେତେ ଭକ୍ତି ମାର୍ଗରେ ଦାନ ପୁଣ୍ୟ କରିଥାନ୍ତି ସିଏ ସେହି ଅନୁସାରେ ସାହୁକାରଙ୍କ ପାଖରେ ଜନ୍ମ ନେଇଥାନ୍ତି। ଯିଏ କୌଣସି ଖରାପ କର୍ମ କରିଥାଏ ପୁଣି ତାକୁ ସେହିପରି ଜନ୍ମ ମିଳିଥାଏ। ଏମିତି ଆତ୍ମା ମଧ୍ୟ ବାବାଙ୍କ ପାଖକୁ ଆସୁଛନ୍ତି। କାହାର ତ ଏପରି କର୍ମବନ୍ଧନ ରହିଛି ଯେ ସେ କଥା ନ କହିଲେ ଭଲ। ଏହା ସବୁ ହେଲା ଅତୀତର କର୍ମବନ୍ଧନ। କେତେକ ରାଜାମାନେ ମଧ୍ୟ ଏପରି ଅଛନ୍ତି ଯାହାଙ୍କର କର୍ମବନ୍ଧନ ବହୁତ କଡ଼ା ହୋଇଯାଇଥାଏ। ଏହି ଲକ୍ଷ୍ମୀନାରାୟଣଙ୍କର ତ କୌଣସି ବନ୍ଧନ ନାହିଁ। ସେଠାରେ ହେଉଛି ଯୋଗ ବଳର ରଚନା। ଯେତେବେଳେ କି ଯୋଗ ବଳ ଦ୍ୱାରା ଆମେ ବିଶ୍ୱର ରାଜତ୍ୱ ନେଇପାରୁଛୁ, ତେବେ କ'ଣ ପିଲା ଜନ୍ମ ହୋଇପାରିବ ନାହିଁ? ପୂର୍ବରୁ ହିଁ ସାକ୍ଷାତକାର ହୋଇଥାଏ। ସେଠାରେ ତ ଏସବୁ ସାଧାରଣ କଥା। ଖୁସିରେ ବାଜା ବାଜୁଥାଏ। ବୁଢ଼ାରୁ ପୁଣି ପିଲା ହୋଇ ଜନ୍ମ ନେଇଥାନ୍ତି। ମହାତ୍ମାମାନଙ୍କ ଠାରୁ ପିଲାଙ୍କୁ ଅଧିକ ମାନ ଦିଆଯାଇଥାଏ। କାହିଁକି ନା ମହାତ୍ମାମାନେ ତ ସାରା ଜୀବନକୁ ବିତାଇ ସାରି ବଡ଼ ହୋଇଛନ୍ତି। ବିକାରର ଜ୍ଞାନ ଅଛି। ଛୋଟ ପିଲା ତ କିଛି ମଧ୍ୟ ଜାଣିନଥାନ୍ତି। ସେଥିପାଇଁ ଛୋଟ ପିଲାଙ୍କୁ ମହାତ୍ମାମାନଙ୍କ ଠାରୁ ମଧ୍ୟ ଉଚ୍ଚ କୁହାଯାଉଛି। ସେଠାରେ ତ ସମସ୍ତେ ମହାତ୍ମା ଅଟନ୍ତି। କୃଷ୍ଣଙ୍କୁ ମଧ୍ୟ ମହାତ୍ମା କୁହାଯାଏ। ସେ ହେଲେ ସଚ୍ଚା ମହାତ୍ମା। ସତ୍ୟ ଯୁଗରେ ହିଁ ମହାନ ଆତ୍ମାମାନେ ଥାଆନ୍ତି। ସେମାନଙ୍କ ପରି ମହାତ୍ମା ଏଠାରେ କେହି ହୋଇପାରିବେ ନାହିଁ। ତୁମମାନଙ୍କୁ ଅନ୍ତର୍ମନରେ ବହୁତ ଖୁସି ରହିବା ଉଚିତ। ଏବେ ଆମେ ନୂଆ ଦୁନିଆରେ ଜନ୍ମ ନେବୁ। ଏହା ପୁରୁଣା ଦୁନିଆ ହୋଇଯିବ। ଘର ପୁରୁଣା ହେଲେ ନୂଆ ଘରର ଖୁସି ରହିଥାଏ ନା। କେତେ ଭଲ ଭଲ ମାର୍ବଲ ଆଦିରେ ଘର ତିଆରି କରୁଛନ୍ତି। ଜୈନମାନଙ୍କ ପାଖରେ ବହୁତ ପଇସା ଥାଏ। ସେମାନେ ନିଜକୁ ଉଚ୍ଚ କୂଳର ବୋଲି ଭାବିଥାନ୍ତି। ବାସ୍ତବରେ ଏଠାରେ କୌଣସି ଉଚ୍ଚ କୂଳ ତ ନାହିଁ। ଉଚ୍ଚ କୂଳରେ ବିବାହ କରିବା ପାଇଁ ଘର ଖୋଜିଥାନ୍ତି। ସେଠାରେ କୂଳ ଆଦିର କୌଣସି କଥା ନଥାଏ। ସେଠାରେ ତ ଏକମାତ୍ର ଦେବତା କୂଳ ଥାଏ, ଅନ୍ୟ କିଛି ନଥାଏ। ଏଥିପାଇଁ ତୁମେ ସଙ୍ଗମରେ ଅଭ୍ୟାସ କରୁଛ ଯେ ଆମେ ଏକମାତ୍ର ପିତାଙ୍କର ସନ୍ତାନ, ସବୁ ଆତ୍ମା ଅଟୁ। ପ୍ରଥମେ ହେଉଛି ଆତ୍ମା, ପରେ ଶରୀର। ଦୁନିଆରେ ସମସ୍ତେ ଦେହ ଅଭିମାନୀ ହୋଇ ରହିଥାନ୍ତି। ତୁମକୁ ଏବେ ଦେହୀ ଅଭିମାନୀ ହେବାକୁ ପଡ଼ିବ। ଘର ଗୃହସ୍ଥରେ ରହି ନିଜର ଅବସ୍ଥାକୁ ମଜବୁତ କରିବାକୁ ହେବ। ବାବାଙ୍କର କେତେ ସନ୍ତାନ ଅଛନ୍ତି, କେତେ ବଡ଼ ଗୃହସ୍ଥୀ ଅଟେ, କେତେ ଚିନ୍ତା ରହୁଥିବ। ୟାଙ୍କୁ ମଧ୍ୟ ମେହନତ କରିବାକୁ ପଡ଼ୁଛି। ମୁଁ କୌଣସି ସନ୍ନ୍ୟାସୀ ନୁହେଁ। ବାବା ୟାଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କ ଚିତ୍ର ମଧ୍ୟ ରହିଛି ନା। ବ୍ରହ୍ମା ହେଲେ ସବୁଠାରୁ ଉଚ୍ଚ। ତେଣୁ ତାଙ୍କୁ ଛାଡ଼ି ବାବା କିପରି ଅନ୍ୟ କାହା ମଧ୍ୟରେ ଆସିବେ? ବ୍ରହ୍ମା କୌଣସି ନୂଆ ଜନ୍ମ ନେଇନଥାନ୍ତି। ଦେଖୁଛ ନା ୟାଙ୍କୁ କିପରି ପୋଷ୍ୟ କରୁଛି। ତୁମେ କିପରି ବ୍ରାହ୍ମଣ ହେଉଛ, ଏହି କଥାକୁ ତୁମେ ହିଁ ଜାଣୁଛ। ଆଉ କିଏ ଜାଣିବ? କହୁଛନ୍ତି ଇଏ ତ ଅଳଙ୍କାର ବ୍ୟବସାୟୀ ଥିଲେ, ୟାଙ୍କୁ ତୁମେ ବ୍ରହ୍ମା କହୁଛ। ସେମାନଙ୍କୁ କ'ଣ ଜଣା ଏତେ ବ୍ରାହ୍ମଣ ବ୍ରାହ୍ମଣୀ କିପରି ଜନ୍ମ ହେବେ? ଗୋଟିଏ ଗୋଟିଏ କଥାରେ କେତେ ବୁଝାଇବାକୁ ପଡ଼ୁଛି। ଏହା ବହୁତ ଗୁହ୍ୟ କଥା ଅଟେ ନା। ଏହି ବ୍ରହ୍ମା ହେଲେ ବ୍ୟକ୍ତ, ସେ ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା ହେଲେ ଅବ୍ୟକ୍ତ। ଇଏ ପୁଣି ପବିତ୍ର ହୋଇ ପୁଣି ଅବ୍ୟକ୍ତ ହୋଇଯାଉଛନ୍ତି। ଇଏ କହୁଛନ୍ତି ମୁଁ ବର୍ତ୍ତମାନ ପବିତ୍ର ନୁହେଁ, ଏପରି ପବିତ୍ର ହେଉଛି। ପ୍ରଜାପିତା ତ ଏଠାରେ ହେବା ଦରକାର ନା, ନଚେତ୍ କେଉଁଠୁ ଆସିବେ? ବାବା ନିଜେ ବୁଝାଉଛନ୍ତି ମୁଁ ପତିତ ଶରୀରରେ ଆସୁଛି। ନିଶ୍ଚୟ ତାଙ୍କୁ ହିଁ ପ୍ରଜାପିତା କୁହାଯିବ। ସୂକ୍ଷ୍ମବତନରେ କୁହାଯିବ ନାହିଁ। ସେଠାରେ ପ୍ରଜା କ'ଣ କରିବେ? ଇଏ ସ୍ୱତନ୍ତ୍ର ଭାବେ ପବିତ୍ର ହୋଇ ଯାଉଛନ୍ତି। ଯେପରି ଇଏ ବି ପୁରୁଷାର୍ଥ କରୁଛନ୍ତି, ସେହିପରି ତୁମେ ମଧ୍ୟ ପୁରୁଷାର୍ଥ କରି ସ୍ୱତନ୍ତ୍ର ଭାବରେ ପବିତ୍ର ହୋଇଯାଉଛ। ବିଶ୍ୱର ମାଲିକ ହେଉଛ ନା।
ସ୍ୱର୍ଗ ଅଲଗା ଏବଂ ନର୍କ ଅଲଗା। ଏବେ ତ କେତେ ଖଣ୍ଡ ବିଖଣ୍ଡିତ ହୋଇଗଲାଣି। 5000 ବର୍ଷ ପୂର୍ବର କଥା, ଯେବେ କି ଏମାନଙ୍କର ରାଜ୍ୟ ଥିଲା। ସେମାନେ ପୁଣି ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି। ଏହି କଥା ସେହିମାନେ ହିଁ ବୁଝିବେ ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ। ତୁମେ ଦେଖୁଛ, ଏଠାକୁ ମୁସଲମାନ, ପାର୍ସୀ ଆଦି ସବୁ ଆସୁଛନ୍ତି। ନିଜେ ମୁସଲମାନ ପୁଣି ହିନ୍ଦୁମାନଙ୍କୁ ଜ୍ଞାନ ଦେଉଛନ୍ତି। ଆଶ୍ଚର୍ଯ୍ୟ ଅଟେ ନା? ଧରିନିଅ କେହି ଶିଖ ଧର୍ମର ଅଟନ୍ତି, ସେ ମଧ୍ୟ ବସି ରାଜଯୋଗ ଶିଖାଉଛନ୍ତି। ଯେଉଁମାନେ ଅନ୍ୟ ଧର୍ମକୁ ପରିବର୍ତ୍ତନ ହୋଇଛନ୍ତି, ସେମାନେ ପୁଣି ଦେବତା କୂଳକୁ ଫେରିଆସିବେ। ବର୍ତ୍ତମାନ ଚାରା ଲାଗୁଛି। ତୁମ ପାଖକୁ ଖ୍ରୀଷ୍ଟିଆନ, ପାର୍ସୀ ମଧ୍ୟ ଆସୁଛନ୍ତି। ପୁଣି ବୌଦ୍ଧୀମାନେ ମଧ୍ୟ ଆସିବେ। ତୁମେ ପିଲାମାନେ ଜାଣିଛ, ଯେତେବେଳେ ସମୟ ନିକଟତର ହେବ, ସେତେବେଳେ ଚାରିଆଡ଼େ ଆମର ନାମ ବିଖ୍ୟାତ ହେବ। ତୁମେ ଗୋଟିଏ ଭାଷଣ କଲେ ତୁମ ପାଖକୁ ଢେର ଆସିଯିବେ। ସମସ୍ତଙ୍କର ସ୍ମୃତି ଆସିଯିବ ଯେ ଏହା ହେଉଛି ଆମର ସତ୍ୟ ଧର୍ମ। ଯେଉଁମାନେ ଆମ ଧର୍ମର ହୋଇଥିବେ, ସେମାନେ ସମସ୍ତେ ଆସିବେ ତ ନିଶ୍ଚୟ ନା। ଲକ୍ଷ ଲକ୍ଷ ବର୍ଷର କଥା ନୁହେଁ। ବାବା ବସି ବୁଝାଉଛନ୍ତି, ତୁମେ କାଲି ଦେବତା ଥିଲ, ଏବେ ପୁଣି ଦେବତା ହେବା ପାଇଁ ବାବାଙ୍କ ଠାରୁ ସମ୍ପତ୍ତି ନେଉଛ। ତୁମେ ହେଉଛ ସଚ୍ଚା ସଚ୍ଚା ପାଣ୍ଡବ। ପାଣ୍ଡବ ଅର୍ଥାତ୍ ପଣ୍ଡା। ସେମାନେ ହେଲେ ଶାରୀରିକ ପଣ୍ଡା। ତୁମେ ବ୍ରାହ୍ମଣ ହେଉଛ ଆତ୍ମିକ ପଣ୍ଡା। ତୁମେ ଏବେ ବେହଦ୍ ବାବାଙ୍କ ନିକଟରେ ପାଠ ପଢ଼ୁଛ। ଏହି ନିଶା ତୁମର ବହୁତ ରହିବା ଉଚିତ। ଆମେ ବାବାଙ୍କ ନିକଟକୁ ଯାଉଛୁ, ଯାହାଙ୍କଠାରୁ ବେହଦ୍ର ବର୍ଷା ମିଳୁଛି। ସେ ଆମର ପିତା, ଶିକ୍ଷକ ମଧ୍ୟ ଅଟନ୍ତି। ଏଥିରେ କୌଣସି ଟେବୁଲ, ଚେୟାରର ଆବଶ୍ୟକତା ନାହିଁ। ଏହା ତୁମେ ଲେଖୁଛ, ତାହା ମଧ୍ୟ ନିଜର ପୁରୁଷାର୍ଥ ପାଇଁ। ବାସ୍ତବରେ ଏହା ବୁଝିବାର କଥା। ତୁମକୁ ପତ୍ର ଲେଖିବା ପାଇଁ ପେନସିଲ ଇତ୍ୟାଦି ଧରିବାକୁ ପଡ଼ିବ। ପିଲାମାନେ ବୁଝିବେ ଶିବବାବାଙ୍କର ଲାଲ ଅକ୍ଷରର ଚିଠି ଆସିଛି। ବାବା ଲେଖୁଛନ୍ତି ରୁହାନୀ ସନ୍ତାନମାନେ। ପିଲାମାନେ ମଧ୍ୟ ବୁଝୁଛନ୍ତି ରୁହାନୀ ବାବା। ସେ ସର୍ବୋଚ୍ଚ ଅଟନ୍ତି। ତାଙ୍କ ମତରେ ହିଁ ଚାଲିବାକୁ ହେବ। ବାବା କହୁଛନ୍ତି କାମ ବିକାର ମହାଶତ୍ରୁ ଅଟେ। ଏହା ଆଦି ମଧ୍ୟ ଅନ୍ତ ଦୁଃଖ ଦେଇଥାଏ। ସେହି ଭୂତର ବଶୀଭୂତ ହୁଅ ନାହିଁ, ପବିତ୍ର ହୁଅ। ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ, ତୁମକୁ ଏବେ ବହୁତ ଶକ୍ତି ମିଳୁଛି ରାଜ୍ୟ କରିବା ପାଇଁ, ଯାହାକୁ କେହି ଜିତି ପାରିବେ ନାହିଁ। ତୁମେ କେତେ ସୁଖୀ ହେଉଛ। ତେଣୁ ଏହି ପାଠପଢ଼ା ପ୍ରତି କେତେ ଧ୍ୟାନ ଦେବା ଉଚିତ। ଆମକୁ ରାଜତ୍ୱ ମିଳୁଛି। ତୁମେ ଜାଣିଛ ଆମେ କ'ଣରୁ କ'ଣ ହେଉଛୁ? ଭଗବାନ ୱାଚ ନା, ମୁଁ ତୁମକୁ ରାଜଯୋଗ ଶିଖାଉଛି, ରାଜାମାନଙ୍କର ରାଜା କରାଉଛି। ଭଗବାନ କାହାକୁ କୁହାଯାଏ, ଏକଥା ମଧ୍ୟ କାହାକୁ ଜଣା ନାହିଁ। ଆତ୍ମା ଡାକୁଛି, ହେ ବାବା। ତେବେ ଜାଣିବା ଦରକାର ନା ସିଏ କେବେ ଏବଂ କେମିତି ଆସିବେ। ମନୁଷ୍ୟ ହିଁ ତ ଡ୍ରାମାର ଆଦି ମଧ୍ୟ ଅନ୍ତ ଏବଂ ତାର ସମୟ ସୀମାକୁ ଜାଣିବା ଦରକାର ନା। ଜାଣିବା ଦ୍ୱାରା ତୁମେ ଦେବତା ହୋଇଯାଉଛ। ତୁମକୁ ଜ୍ଞାନ ସଦ୍ଗତି ନିମନ୍ତେ ମିଳୁଛି। ବର୍ତ୍ତମାନ ହେଉଛି କଳିଯୁଗର ଅନ୍ତିମ ସମୟ। ସମସ୍ତେ ଦୁର୍ଗତିରେ ଅଛନ୍ତି। ସତ୍ୟ ଯୁଗରେ ସଦ୍ଗତି ହୋଇଥାଏ। ଏବେ ତୁମେ ଜାଣୁଛ ବାବା ଆସିଛନ୍ତି ସମସ୍ତଙ୍କର ସଦ୍ଗତି କରିବା ପାଇଁ, ସମସ୍ତଙ୍କୁ ଜାଗ୍ରତ କରାଇବା ପାଇଁ। ଏଠାରେ କୌଣସି ସମାଧି ତ ନାହିଁ, କିନ୍ତୁ ଘୋର ଅନ୍ଧକାରରେ ପଡ଼ିଛନ୍ତି। ତାଙ୍କୁ ଜାଗ୍ରତ କରିବା ପାଇଁ ଆସୁଛନ୍ତି। ଯେଉଁ ପିଲାମାନେ ଘୋର ନିଦ୍ରାରୁ ଜାଗ୍ରତ ହୋଇଯାଉଛନ୍ତି, ତାଙ୍କ ଭିତରେ ବହୁତ ଖୁସି ରହୁଛି। ଆମେ ଶିବବାବାଙ୍କର ସନ୍ତାନ ଅଟୁ। ଆମର କୌଣସି ପ୍ରକାରର ଚିନ୍ତା ନାହିଁ। ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି। ଏଥିରେ କାନ୍ଦିବାର କୌଣସି କଥା ନାହିଁ। ଏହା ହେଉଛି କାନ୍ଦିବାର ଦୁନିଆ, ତାହା ହେଲା ହର୍ଷିତ ରହିବାର ଦୁନିଆ। ସେମାନଙ୍କର ଚିତ୍ର ଦେଖ, କିପରି ଶୋଭନୀୟ ହର୍ଷିତ ମୁଖ ତିଆରି କରୁଛନ୍ତି। ସେହି ଚେହେରା ତ ଏଠାରେ ତିଆରି କରିପାରିବେ ନାହିଁ। ବୁଦ୍ଧି ଦ୍ୱାରା ବୁଝୁଛନ୍ତି ୟାଙ୍କ ପରି ଅବିକଳ ଚେହେରା ଦେଖିବାକୁ ମିଳୁଛି। ତୁମ ପରି ମିଠା ମିଠା ସନ୍ତାନମାନଙ୍କୁ ଏବେ ସ୍ମୃତି ଆସୁଛି ଯେ
ଭବିଷ୍ୟତରେ ଅମରପୁରୀର ଆମେ ରାଜକୁମାର ହେବୁ। ଏହି ମୃତ୍ୟୁ ଲୋକକୁ, ଏହି ପାଳଗଦା ଭଳି ସଂସାରକୁ ନିଆଁ ଲାଗିବାକୁ ଯାଉଛି। ସିଲଭର ୱାର ଅର୍ଥାତ୍ ଗୃହ ଯୁଦ୍ଧରେ ମଧ୍ୟ ପରସ୍ପରକୁ କିପରି ମାରୁଛନ୍ତି, କାହାକୁ ମାରୁଛନ୍ତି ତାହା ମଧ୍ୟ ଜାଣିନଥାନ୍ତି। ହାହାକାର ପରେ ଜୟ ଜୟକାର ହେବାର ଅଛି। ତୁମର ହିଁ ବିଜୟ ହେବ, ବାକି ସବୁକିଛି ବିନାଶ ହୋଇଯିବ। ରୁଦ୍ରମାଳାରେ ଗୁନ୍ଥା ହୋଇ ପୁଣି ବିଷ୍ଣୁମାଳାରେ ଗୁନ୍ଥା ହେବ। ଏବେ ନିଜ ଘରକୁ ଯିବା ପାଇଁ ତୁମେ ପୁରୁଷାର୍ଥ କରୁଛ। ଭକ୍ତିର କେତେ ବିସ୍ତାର ରହିଛି। ଯେପରି ବୃକ୍ଷର ଅନେକ ପତ୍ର ଥାଏ, ସେହିପରି ଭକ୍ତି ବିସ୍ତାରିତ ହୋଇ ରହିଛି। ବୀଜ ହେଉଛି ଜ୍ଞାନ। ବୀଜ କେତେ ଛୋଟ, ବୀଜ ହେଲେ ବାବା। ଏହି ବୃକ୍ଷର ସ୍ଥାପନା, ପାଳନା ଏବଂ ବିନାଶ କିପରି ହେଉଛି, ଏକଥା ତୁମେ ଜାଣିଛ। ଏହା ଭିନ୍ନ ଭିନ୍ନ ଧର୍ମର ଓଲଟା ବୃକ୍ଷ ଅଟେ। ଦୁନିଆରେ ଏକଥା ଜଣେ ହେଲେ ଜାଣିନାହାନ୍ତି। ଏବେ ପିଲାମାନଙ୍କୁ ବହୁତ ମେହନତ କରିବାକୁ ହେବ, ତେବେ ଯାଇ ବିକର୍ମ ବିନାଶ ହେବ। ସେହି ଗୀତା ଶୁଣାଇଲା ବାଲା ମଧ୍ୟ କହୁଛନ୍ତି ମନ୍ମନା ଭବ। ସବୁ ଦେହର ଧର୍ମ ଛାଡ଼ି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ମନୁଷ୍ୟ ଏହାର ଅର୍ଥ ବୁଝୁନାହାନ୍ତି। ସେସବୁ ହେଉଛି ଭକ୍ତି ମାର୍ଗ। ଏହା ହେଲା ଜ୍ଞାନ ମାର୍ଗ। ଏହି ରାଜଧାନୀ ସ୍ଥାପନ ହେଉଛି। ଏଥିରେ ଚିନ୍ତାର କୌଣସି କଥା ନାହିଁ। ଯିଏ ଟିକିଏ ବି ଜ୍ଞାନ ଶୁଣୁଛନ୍ତି, ସେ ମଧ୍ୟ ପ୍ରଜାରେ ଆସିଯିବେ। ଜ୍ଞାନର ବିନାଶ ହୋଇନଥାଏ। ବାକି ଯେଉଁମାନେ ଯଥାର୍ଥ ଭାବରେ ଜାଣି ପୁରୁଷାର୍ଥ କରୁଛନ୍ତି, ସେମାନେ ଉଚ୍ଚ ପଦ ପାଇବେ। ଏହି ଜ୍ଞାନ ବୁଦ୍ଧିରେ ଅଛି ନା? ଆମେ ନୂଆ ଦୁନିଆରେ ରାଜକୁମାର ହେବୁ। ବିଦ୍ୟାର୍ଥୀ ପରୀକ୍ଷାରେ ପାସ୍ କଲେ ତାଙ୍କୁ କେତେ ଖୁସି ମିଳିଥାଏ। ତୁମକୁ ତ 1000 ଗୁଣା ଅଧିକ ଅତୀନ୍ଦ୍ରିୟ ସୁଖ ମିଳିବା ଉଚିତ। ଆମେ ସାରା ବିଶ୍ୱର ମାଲିକ ହେଉଛୁ। କୌଣସି କଥାରେ କେବେ ରୁଷିବା ଅନୁଚିତ। ବ୍ରାହ୍ମଣୀଙ୍କ ଉପରେ ମନଉଣା କରୁଛନ୍ତି, ବାବାଙ୍କ ଉପରେ ରୁଷୁଛନ୍ତି। ଆରେ, ତୁମେ ବାବାଙ୍କ ସହିତ ବୁଦ୍ଧିର ଯୋଗ ଲଗାଅ ନା। ତାଙ୍କୁ ତ ସ୍ନେହର ସହିତ ମନେ ପକାଅ। ବାବା, ବାସ୍ ଆପଣଙ୍କୁ ହିଁ ମନେ ପକାଇ ପକାଇ ମୁଁ ଘରକୁ ଯିବି। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନମାନଙ୍କ ପ୍ରତି। ମାତା ପିତା, ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର ପଏଣ୍ଟ। କୌଣସି କଥାର ଚିନ୍ତା କରିବାର ନାହିଁ। ସର୍ବଦା ହର୍ଷିତ ରହିବାର ଅଛି। ସ୍ମୃତିରେ ରହୁ ଯେ ଆମେ ଶିବବାବାଙ୍କର ସନ୍ତାନ। ବାବା ଆମକୁ ବିଶ୍ୱର ମାଲିକ କରିବା ପାଇଁ ଆସିଛନ୍ତି। କୌଣସି କଥାର ଚିନ୍ତା କରିବାର ନାହିଁ। ସର୍ବଦା ହର୍ଷିତ ରହିବାର ଅଛି। ସ୍ମୃତିରେ ରହୁ ଯେ ଆମେ ଶିବବାବାଙ୍କର ସନ୍ତାନ। ବାବା ଆମକୁ ବିଶ୍ୱର ମାଲିକ କରିବା ପାଇଁ ଆସିଛନ୍ତି। 2 ନମ୍ବର ପଏଣ୍ଟ। ନିଜର ଅବସ୍ଥାକୁ ଏକରସ ଅର୍ଥାତ୍ ସ୍ଥିର ରଖିବା ପାଇଁ ଦେହୀ ଅଭିମାନୀ ହେବାର ପୁରୁଷାର୍ଥ କରିବାକୁ ହେବ। ଏହି ପୁରୁଣା ଘରଠାରୁ ମମତ୍ୱ ତୁଟାଇ ଦେବାକୁ ହେବ। ନିଜର ଅବସ୍ଥାକୁ ଏକରସ ଅର୍ଥାତ୍ ସ୍ଥିର ରଖିବା ପାଇଁ ଦେହୀ ଅଭିମାନୀ ହେବାର ପୁରୁଷାର୍ଥ କରିବାକୁ ହେବ। ଏହି ପୁରୁଣା ଘରଠାରୁ ମମତ୍ୱ ତୁଟାଇ ଦେବାକୁ ହେବ। ବରଦାନ। ବନ୍ଧନର ପଞ୍ଜୁରୀକୁ ଭାଙ୍ଗି ଜୀବନ ମୁକ୍ତ ସ୍ଥିତିର ଅନୁଭବ କରୁଥିବା ପ୍ରକୃତ ଟ୍ରଷ୍ଟି ହୁଅ। ବନ୍ଧନର ପଞ୍ଜୁରୀକୁ ଭାଙ୍ଗି ଜୀବନ ମୁକ୍ତ ସ୍ଥିତିର ଅନୁଭବ କରୁଥିବା ପ୍ରକୃତ ଟ୍ରଷ୍ଟି ହୁଅ। ଶରୀରର ବା ସମ୍ବନ୍ଧର ବନ୍ଧନ ହିଁ ପଞ୍ଜୁରୀ ଅଟେ। ସାମାଜିକ କର୍ତ୍ତବ୍ୟ ମଧ୍ୟ ନିମିତ୍ତ ମାତ୍ର ସମ୍ପାଦନ କରିବାକୁ ହେବ। ମୋହର ବଶୀଭୂତ ହୋଇ ନୁହେଁ। ତେବେ କୁହାଯିବ ନିର୍ବନ୍ଧନ। ଯେଉଁମାନେ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ହୋଇ ଚାଲୁଛନ୍ତି, ସେହିମାନେ ହିଁ ନିର୍ବନ୍ଧନ। ଯଦି କୌଣସି ପ୍ରକାରର ମୋର ପଣିଆ ରହିଛି, ତେବେ ପଞ୍ଜୁରୀ ଭିତରେ ଅଛ।
ଏବେ ତ ପଞ୍ଜୁରୀର ଶାରୀରୁ ଫରିସ୍ତା ହୋଇଗଲ, ସେଥିପାଇଁ ଟିକିଏ ବି କେଉଁଠି ବନ୍ଧନ ନ ରହୁ। ମନର ମଧ୍ୟ ବନ୍ଧନ ନ ରହୁ। କ'ଣ କରିବି, କିପରି କରିବି ଚାହୁଁଛି କିନ୍ତୁ ହେଉନାହିଁ, ଏହା ମଧ୍ୟ ମନର ବନ୍ଧନ। ଯେବେ କି ମର୍ଜିବା ହୋଇଗଲ, ତେଣୁ ସବୁ ପ୍ରକାରର ବନ୍ଧନ ସମାପ୍ତ। ସର୍ବଦା ଜୀବନ ମୁକ୍ତ ସ୍ଥିତିର ଅନୁଭବ ହେଉଥାଉ। ସ୍ଲୋଗାନ: ଯଦି ସଂକଳ୍ପକୁ ସଞ୍ଚୟ କରିବ, ତେବେ ସମୟ, ବାଣୀ ସବୁକିଛି ସ୍ୱତଃ ସଞ୍ଚୟ ହୋଇଯିବ। ଯଦି ସଂକଳ୍ପକୁ ସଞ୍ଚୟ କରିବ, ତେବେ ସମୟ, ବାଣୀ ସବୁକିଛି ସ୍ୱତଃ ସଞ୍ଚୟ ହୋଇଯିବ। ଓମ୍ ଶାନ୍ତି।